ଚିକିଟି ବ୍ଲକ ଚାନ୍ଦପୁର ପଞ୍ଚାୟତ ଅନ୍ତର୍ଗତ ସୁନ୍ଦରଡ଼ା ଛକଠାରୁ ନୂଆପଡ଼ା ମାର୍ଗଦର୍ଶୀ ଶିଶୁ ମନ୍ଦିର ଯିବା ରାସ୍ତାରେ ଥିବା ବାହୁଦା ନଦୀ ପୋଲ ନିକଟରେ ରହି ନଦୀ ଗଣ୍ଡରେ ବୁଡ଼ି ଆଜି ଅପରାହ୍ନ 4ଟା ବେଳେ ଦୁଇ ନାବାଳକ ଛାତ୍ରଙ୍କ ମୃତ୍ୟୁ ଘଟିଛି। ସରସ୍ୱତୀ ପୂଜା ଥିବାରୁ ପୂଜା ପେଣ୍ଡାଲ କାମରେ ଛାତ୍ରମାନେ ନିୟୋଜିତ ରହିଥିଲେ। ବିଦ୍ୟାଳୟରୁ 4-5 ଜଣ ସାଙ୍ଗ ଶିଶୁ ମନ୍ଦିର ନିକଟରେ ରହିଥିବା ବାହୁଦା ନଦୀର ଥିବା ଏକ ଗଣ୍ଡକୁ ଗାଧୋଇବାକୁ ଆସିଥିଲେ। ସେଥିରୁ ଦୁଇ ଛାତ୍ର ଶ୍ୱାସରୁଦ୍ଧ ହୋଇ ବୁଡ଼ି ଯାଇଥିଲେ। ଅନ୍ୟ ଛାତ୍ରଙ୍କ ଚିତ୍କାର ଶୁଣି ଲୋକ ଗହଳି ହୋଇଥିଲା। ପରେ ଦମକଳ କେନ୍ଦ୍ର କର୍ମଚାରୀ ଏବଂ ସ୍ଥାନୀୟ ଲୋକଙ୍କ ସହଯୋଗରେ ଶ୍ୱାସରୁଦ୍ଧ ହୋଇ ଗୁରୁତର ଥିବା ଦୁଇ ଛାତ୍ରଙ୍କୁ ନଦୀରୁ ଉଦ୍ଧାର କରାଯାଇ ବମକୋଇ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଚିକିତ୍ସା ପାଇଁ ନିଆଯାଇଥିଲା। ଅଧିକ ଚିକିତ୍ସା ପାଇଁ ସେମାନଙ୍କୁ ବ୍ରହ୍ମପୁର ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା। ଛାତ୍ରଦ୍ୱୟ ନୂଆପଡ଼ା ମାର୍ଗଦର୍ଶୀ ଶିଶୁ ମନ୍ଦିରର ଛାତ୍ର ଅଟନ୍ତି। ଜଣେ ଚାନ୍ଦପୁର ଗ୍ରାମର ଶାଶ୍ୱତ ପାତ୍ର 8ମ ଶ୍ରେଣୀ ଏବଂ ଅନ୍ୟ ଜଣକ ଦିଗପହଣ୍ଡି ବ୍ଲକ ବମକୋଇ ଗ୍ରାମର ବିଶ୍ୱାସ ପ୍ରଧାନ 7ମ ଶ୍ରେଣୀର ଛାତ୍ର। ଅନ୍ୟ ସାଙ୍ଗମାନେ ଚିତ୍କାର କରିବାରୁ ଜନଗହଳି ହୋଇଥିଲା। ଦମକଳ କେନ୍ଦ୍ର କର୍ମଚାରୀ, ସ୍ଥାନୀୟ ଲୋକ ଏବଂ 108 ଆମ୍ବୁଲାନ୍ସଙ୍କ ସହାୟତାରେ ଗୁରୁତର ଛାତ୍ରଙ୍କୁ ଉଦ୍ଧାର କରାଯାଇ ପ୍ରଥମେ ବମକୋଇ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠାଯାଇଥିଲା। ପରେ ଉକ୍ତ ଦୁଇ ଛାତ୍ରଙ୍କୁ ଅଧିକ ଚିକିତ୍ସା ପାଇଁ ବ୍ରହ୍ମପୁର ବଡ଼ ମେଡିକାଲକୁ ନିଆଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଦୁଇ ଛାତ୍ର ମୃତ୍ୟୁ ଘଟିଥିବା ଡାକ୍ତର ଘୋଷଣା କରିଛନ୍ତି ବୋଲି ସୂଚନା। ଚିକିଟିରୁ ନିଗମାନନ୍ଦ ପଣ୍ଡାଙ୍କ ରିପୋର୍ଟ।